ଆମ ଶାସ୍ତ୍ରର ମହାନ କଥା। ଯେତେବେଳେ ସୂର୍ଯ୍ୟ ପୁତ୍ର ମହାବୀର କର୍ଣ୍ଣଙ୍କ ରଥର ଚକ ଭୂମିରେ ଅଟକିଗଲା, ସେତେବେଳେ ସେ ରଥରୁ ଓହ୍ଲାଇ ଏହାକୁ ଠିକ୍ କରିବା ସମୟରେ ତାଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିଲା। ଭଗବାନ ଶ୍ରୀକୃଷ୍ଣ ତୁରନ୍ତ ଅର୍ଜୁନ କର୍ଣ୍ଣକୁ ତୀର ଦ୍ୱାରା ନିକ୍ଷେପ କରି ବଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଈଶ୍ୱରଙ୍କ ଆଦେଶ ପାଳନ କରି ଅର୍ଜୁନ କର୍ଣ୍ଣକୁ ଲକ୍ଷ୍ୟ କରି ଗୋଟିଏ ପରେ ଗୋଟିଏ ତୀର ମାରି ଚାଲିଲେ, ଯାହା କର୍ଣ୍ଣକୁ ଆଘାତ ପରେ ଆଘାତ କଲା ଏବଂ କର୍ଣ୍ଣ ତଳେ ପଡ଼ିଗଲେ। ମୃତ୍ୟୁ ପୂର୍ବରୁ ଭୂମିରେ ପଡ଼ିଯାଇଥିବା ନିଃସହାୟ କର୍ଣ୍ଣ ଭଗବାନ କୃଷ୍ଣଙ୍କୁ ପଚାରିଥିଲେ, ହେ ପ୍ରଭୁ, ତୁମେ ପରା ଦୟାର ସାଗର, ଯୁଦ୍ଧକ୍ଷେତ୍ରରେ ଜଣେ ଅସ୍ତ୍ରହୀନ ବ୍ୟକ୍ତିଙ୍କୁ ହତ୍ୟା କରିବା ପାଇଁ ଆଦେଶ ଦେବା ଏହା କ'ଣ ତୁମର ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି? ଭଗବାନ କୃଷ୍ଣ ହସିଲେ ଏବଂ ଉତ୍ତର ଦେଲେ, ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ମଧ୍ୟ ଚକ୍ରବ୍ୟୂହରେ ଅସ୍ତ୍ରହୀନ ଥିଲେ। ଯେତେବେଳେ ସେମାନେ ସମସ୍ତେ ତାଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରିଥିଲେ, ତୁମେ ମଧ୍ୟ ଏଥିରେ ସାମିଲ ଥିଲ। ସେ ସମୟରେ କର୍ଣ୍ଣ ତୁମର ଏ ମହାଜ୍ଞାନ କେଉଁଠାରେ ଥିଲା? ତେଣୁ ଏହା ହେଉଛି କାର୍ଯ୍ୟର ପୁରସ୍କାର। ଏହା ହିଁ ମୋର ନ୍ୟାୟ ଓ ନୀତିର ଆଦର୍ଶ। ମହାଭାରତର ଏହି ଏକ କ୍ଷୁଦ୍ର କଥାଟି କହିବାର ତାତ୍ପର୍ଯ୍ୟ ହେଉଛି, ଆପଣ ମଧ୍ୟ ଯଦି ଆଜି କାହାକୁ ଆଘାତ ଦେଇଥାନ୍ତି, କାହାକୁ ଘୃଣା କରିଥାଅ, କାହାକୁ ଅପମାନିତ କରିଥାଅ, କାହାର ଦୁର୍ବଳତାର ସୁଯୋଗ ନେଇ ଧନ, ଶକ୍ତି ଏବଂ ଶକ୍ତିର ଅପବ୍ୟବହାର କରିଥାଅ, ତେବେ ଭବିଷ୍ୟତରେ ସମାନ କର୍ମ ମଧ୍ୟ ତୁମକୁ ଅପେକ୍ଷା କରିବ ଏବଂ ସମୟ ସୁଧ ସହିତ ଫେରସ୍ତ କରିବ ନିଃସନ୍ଦେହ। ଜୟ ଗୁରୁଦେବ, ଜୟ ଜଗନ୍ନାଥ। ଆଜିର ଭିଡ଼ିଓଟି କେମିତି ଲାଗିଲା ମତାମତ ଦେବେ। ଯଦି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଇକ୍, ସେୟାର, କମେଣ୍ଟ କରିବାକୁ ଭୁଲିବେନି। ଆଉ ଯଦି ଚ୍ୟାନେଲ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ।